ଲେଖା ହୋଇଛି ଫଳ ଜୁସ୍ ପ୍ୟାକେଟ ଭିତରେ ସାଂଘାତିକ ସୁଗାର ଢକ ଢକ କରି ପିଉଛନ୍ତି ବିଷ। ଦୋକାନରେ ମିଳୁଥିବା ପ୍ୟାକେଟ ଜୁସ୍ ପିଇବା ପାଇଁ ଗ୍ରାହକ ଭାରି ଇଚ୍ଛା କରୁଛନ୍ତି। ଖାସ କରି ଛୋଟ ପିଲାଙ୍କୁ ଏହି ଜୁସ୍ ଅଧିକ ପସନ୍ଦ। କିନ୍ତୁ ହେଲ୍ଦି ଏବଂ ପୁଷ୍ଟିକର ଭାବି ଆପଣ ଯେଉଁ ଜୁସ୍କୁ ଢକ ଢକ କରି ପିଉଛନ୍ତି ତାହା ପ୍ରକୃତରେ ଜୁସ୍ ନୁହେଁ, ବରଂ ଫୁଡ୍ କଲର ମିଶା ଚିନି ସିରା। ଏପ୍ରିଲ ଆରମ୍ଭରୁ ସାରା ଦେଶରେ ଗରମ ଗୁଳୁଗୁଳିର ପ୍ରଭାବ ଅନୁଭୂତ ହେଲାଣି। ଆଉ ଏହି ସମୟରେ ଥଣ୍ଡା ପାନୀୟ ପ୍ୟାକେଟ ଜୁସ୍ର ଚାହିଦା ଅଧିକ ବଢିବା ସ୍ୱାଭାବିକ କଥା। ଦୋକାନରେ ମିଳୁଥିବା ପ୍ୟାକେଟ ଜୁସ୍ ପିଇବା ପାଇଁ ଗ୍ରାହକ ଭାରି ଇଚ୍ଛା କରୁଛନ୍ତି। ଖାସ କରି ଛୋଟ ପିଲାଙ୍କୁ ଏହି ଜୁସ୍ ଅଧିକ ପସନ୍ଦ। କିନ୍ତୁ ହେଲ୍ଦି ଏବଂ ପୁଷ୍ଟିକର ଭାବି ଆପଣ ଯେଉଁ ଜୁସ୍କୁ ଢକ ଢକ କରି ପିଉଛନ୍ତି ତାହା ପ୍ରକୃତରେ ଜୁସ୍ ନୁହେଁ, ବରଂ ଫୁଡ୍ କଲର ମିଶା ଚିନି ସିରା। କିଛି ଦିନ ପୂର୍ବରୁ ସଂସଦରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ସାଂସଦ ରାଘବ ଚଢା। ରାଘବ ସ୍ପଷ୍ଟ ରୂପେ କହିଥିଲେ ଯେ ଭାରତର ଗ୍ରାହକମାନେ ଏକ ବଡ଼ ରୋଗର ଶିକାର ହେଉଛନ୍ତି, ଯାହାକୁ ମିସଲିଡିଂ ବ୍ରାଣ୍ଡିଂ ଏବଂ ମିଛ ବିଜ୍ଞାପନର ନାଁରେ ସମସ୍ତେ ଜାଣିଛନ୍ତି। ଆଖିକୁ ସୁନ୍ଦର ଦେଖାଗଲା ଭଳି ପ୍ୟାକେଜିଂ ଏବଂ ମିଛ ଦାବି କରି ଗ୍ରାହକଙ୍କୁ ଖୋଲାଖୋଲି ଭାବେ ଠକା ଯାଉଛି। ଏଭଳି ସ୍ଥିତିରେ ଗ୍ରାହକ କେବଳ ସୁନ୍ଦର ପ୍ୟାକେଟ ଦେଖି ଏହା ଜୁସ୍ କି ଚିନି ମିଶା ପ୍ରିଜରଭେଟିଭ ଡ୍ରିଙ୍କ ତାହା ଜାଣିପାରୁନାହାନ୍ତି, ଯାହାଦ୍ୱାରା ନାନାଦି ପ୍ରକାର ରୋଗର ଶିକାର ହେଉଛନ୍ତି ଭାରତୀୟ। ରାଘବ ଚଢା କହିଥିଲେ ଯେ ବଜାରରେ ଉପଲବ୍ଧ ଅନେକ ଜୁସ୍ ପ୍ୟାକେଟର ସାମ୍ନା ଭାଗରେ ତାଜା ଫଳର ଆକର୍ଷଣୀୟ ଫଟୋ ଦେଖାଯାଉଛି, ଯେମିତିକି ଗ୍ରାହକଙ୍କ ମନରେ ବିଶ୍ୱାସ ଜନ୍ମାଯାଇ ପାରିବ ଯେ ସେମାନେ ଶୁଦ୍ଧ ଏବଂ ପୁଷ୍ଟିକର ଜୁସ୍ କିଣୁଛନ୍ତି। କିନ୍ତୁ ଯେତେବେଳେ ପ୍ୟାକେଟକୁ ଭଲ ଭାବେ ପଢ଼ାଯାଉଛି, ଏହା ପଛ ଭାଗରେ ଛୋଟ ଅକ୍ଷରରେ ଲେଖା ହୋଇଥିବାର ଦେଖାଯାଉଛି ଯେ ଏହି ଫଟୋ କେବଳ ମାର୍କେଟିଂ ଉଦ୍ଦେଶ୍ୟରେ। ବାସ୍ତବରେ ଏହି ଉତ୍ପାଦ ଗୁଡ଼ିକରେ ବହୁତ କମ୍ ଫଳ ଏବଂ ଅଧିକ ପରିମାଣର ଚିନି, କନସେନ୍ଟ୍ରେଟ୍ ଏବଂ ପ୍ରିଜରଭେଟିଭ୍ ଥାଏ, ଯାହା ଦେହ ପାଇଁ ଆଦୌ ଭଲ ନୁହେଁ। ଏହି ପ୍ରକାର ବ୍ରାଣ୍ଡିଂ ଯୁବପିଢ଼ିଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଉଛି। ସେମାନେ ନିଜକୁ ଫିଟ୍ ଏବଂ ହେଲ୍ଦି ରଖିବା ପାଇଁ ଏହି ଜୁସ୍କୁ ପ୍ରତିଦିନ ପିଉଛନ୍ତି, କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଯେ ହେଲ୍ଦି ନାଁରେ କେବଳ ଚିନି ସିରା ସେବନ କରୁଛନ୍ତି। ଏଭଳି ଜୁସ୍ ଅଧିକ ପିଇବା ଦ୍ୱାରା ମେଦବହୁଳତା, ମଧୁମେହ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିପାରେ। ସଂସଦରେ ଏହି ପ୍ରସଙ୍ଗ ଉଠାଇ ରାଘବ ଚଢା ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ। ସେ ଜାଣିବାକୁ ଚାହୁଁଥିଲେ ଯେ ଏଭଳି ରଙ୍ଗୀନ ତଟକା ଫଳର ଫଟୋ ଏବଂ ବିଜ୍ଞାପନକୁ ରୋକିବା ପାଇଁ କ'ଣ ପଦକ୍ଷେପ ନିଆଯାଉଛି। ସେ ଏହା ମଧ୍ୟ ପଚାରିଥିଲେ ଯେ ପ୍ୟାକେଟରେ ସାମ୍ନାର ଚିନିର ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ସରକାରୀ ସ୍ତରରେ କିଛି ନିୟମ ରହିଛି ନା ଆଗକୁ ଏହା ଉପରେ ନିୟମ ଆସିବାର ଅଛି। ଗ୍ରାହକମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେବା ଉଚିତ ଯେ ସେମାନେ ଯାହା କିଣୁଛନ୍ତି ତାହା ପ୍ରକୃତ ଫଳରସ, ନା କେବଳ ଚିନି ଏବଂ ପ୍ରିଜରଭେଟିଭ୍ ଦ୍ୱାରା ତିଆରି ପାଣି। ରାଜ୍ୟସଭାରେ ଏହି ସମସ୍ୟାକୁ ଅନେକ ଦିନ ତଳେ ଉଠାଇଥିଲେ ରାଘବ, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ନିୟମ ଲାଗୁ ହୋଇନାହିଁ। ଭବିଷ୍ୟତରେ ଏଭଳି ପ୍ୟାକେଜିଂ ଏବଂ ଲେବଲିଂ ସମ୍ପର୍କରେ କଠୋର ନିୟମ ଲାଗୁ ହୋଇପାରେ ବୋଲି ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। अधिक खबर पाई आम चैनल को लाइक, शेयर और सब्सक्राइब करंतु।